हेलो हाय जय जगन्नाथ सांग मैंने चलतु आज ब्लॉग टी स्टार्ट करवा। आशा करुँची आपण मैंने बहुत भलरे खुशी थे। मु भी बढ़िया से अच्छी। आज ब्लॉग बहुत खास हबार अच्छी। मु गोटे मेसीन उपर आपन को देखी कौन हो कौन ना आग को जारी रुहतु प्लीज अनुरोध करी कहूँ फास्ट रु लास्ट पर्यंत देखापी। चलतु कौन कर देखा पंडा तो बाहर सारे तांको काम रे पलैबे छुआ भी स्कूल पलैंती एका ए घरे लेट हो पूरा। चलो बापा से दी जन जी चलो गले चाबी नहीं कि आके देकी पलि आस। चाबीटा ये मुझे पकई दूची पड़े मुझे चाबी पकईक नहीं आसली जाऊे टे बसिकी खाईदेवी भोक लगला। एबे मु मोर खाइबा नहीं आसी देखो पिठा आउ ये क्षीर आज मोर पिठा क्षीर ही अच्छी खाईदे कि चली रोषे करदेवी। रोषे कर सारा पर आपण मानक देखा रोषे सारी पलि आसली आसिकी तो खरी पुरिकी सफा कर नहीं किसी पत्र भी बिक्री है अल्प अच्छी सब सरीगले एगुड़ा तैयारी सरीगला पुणी कि आसो तो रुलिंग मशीन टा ऑटोमेटिक जेहेतु पैसा पतर टे सर्ट अच्छी ना चार्ज टे अधिका लगे से आना चलतु देखा केमी कौन प्रोसेस स्टार्ट करवा। ये सीना एमती देखा कि या भितर देखते कौन सिस्टम अच्छी यार माध्यम मेसीन चलुच देख मेसीन टा चलने मेसीन गरम हेल्ले सीना जा प्लेट गुड़ा पत्र काटब से प्रथम आम स्विचटा देदेबा। देदेला जो बैटेरीटा ये अच्छी बैटेरीटा चार्ज नब ये बैटेरी तेल दिखाई तेलटा ये दिखाई से जो बाल्टी आमर तेल आसला गोटे तो सरी गोटे आउ हाफ मान दिखाई माने माने 1.5टा बाल्टी कौन कौन दिए माने से बाल्टी बाल्टी जाक ढोला जो ये बाल्टी अध बाल्टी दिखाई से मेसीन 15 मिनट लगे गरम होगापाई गरम हो जाओ तापर चलैकी आपण मानक देखा चलैला बेले ये स्विचटा ही देते हम सेटा भी दिहब से माने तातीब पत्रटा काटब बैटेरीटा जो गरम हम तापर यहाँ चलवाई आ मेसीन गरम होगा भितर बाहर कर नहीं जा पेटी गुड़ाक आलू बार खसपड़ी रखी छुरीटा नहीं अच्छे छुरी काटी दो कट कट कर माँ ये रही रही कि ना यार धार भी देखो कटी काटी दिया 15 मिनट है ना तुम काट ना ऑन करो 12 मिनट
ତାପରେ ଆମେ ତିଆରି କରିବା। ଦେଖନ୍ତୁ ବସିକି କରୁଥିଲି ନା ପତ୍ର ତିଆରି, ଆମର କରେଣ୍ଟ ପଳେଇଲା। ଇଣ୍ଡିକେଟର ଦେଖନ୍ତୁ ବନ୍ଦ, କିନ୍ତୁ ମେସିନ୍ ଅନ୍ ଅଛି। ପଳେଇଲା। ଆଉ ଏତିକି ଜମା ପତ୍ର ବାହାର କରୁଛି, ଆଉ କରେଣ୍ଟ ଆସୁ ଆଉ କ'ଣ କରିବା। ସାଙ୍ଗମାନେ ଦେଖନ୍ତୁ ଆଜିର ଦ୍ୱିପହରର ଖାଇବା। ଏଇଟା ପୋଡ଼ ପିଠା। ମେସିନ୍ କାମ ସାରିକି ଆସିକିନା ଜଲ୍ଦି ଜଲ୍ଦି ଆଉ କ'ଣ ରୋଷେଇ କରିବି କରିଦେଇଛି ଆଉ। ସାଙ୍ଗମାନେ ସକାଳେ ତ ଦେଖିଥିଲି ମେସିନ୍ କେମିତି ଚଲା ହେଲା କ'ଣ ହେଲା, କିନ୍ତୁ କ'ଣ ହେଇଛି ନା କରେଣ୍ଟ ତ ପଳେଇଥିଲା। କରେଣ୍ଟ ଆସିଲା ପରେ ମୁଁ କିଛି ପତ୍ର ବାହାର କରିଥିଲି, ତାପରେ ରୋଷେଇବାସ କରିକି ଖାଇ ପିଇକିନା ଶୋଇ ପଡ଼ିଥିଲି। ପୁଣି ଉଠିକି ଆଉ ତ ଭିଡ଼ିଓ ବନେଇ ନଥିଲି, କାରଣ ସେଠି ପତ୍ର ବନେଇବାରେ ବ୍ୟସ୍ତ ରହିଯାଇଥିଲି। ପ୍ୟାକିଂ ଚାଲିଥିଲା, କାରଣ ଅର୍ଡ଼ର ଥିଲା କିଛି, ଆଉ ସେଇଥିପାଇଁ। ତାପରେ ଏତେ ଥକା ହେଇଥିଲା, ଖାଇ ଦେଇକି କେମିତି ଟିକେ ଶୋଇକି ଉଠିଲା ପରେ ଲୁଗାପଟା ଧୋଇକି ଚାଲନ୍ତୁ ରାତିରେ କ'ଣ ଆମର ଆଜି ରାତି କାଳର ଭୋଜନଟା କ'ଣ ରହିଛି ଚାଲନ୍ତୁ ଆପଣମାନଙ୍କୁ ମୁଁ ଦେଖାଉଛି। ଗୁନୁ ସୁନୁ କିନ୍ତୁ ଖାଇସାରିଲେଣି, ସିଏ ପୁରା ବ୍ୟସ୍ତ। ସରିଲା ବେଳକୁ ଖାଲି ମାମା ଆମକୁ ଦିଅନି, ଖାଇଦଉ। ମୁଁ ରୋଷେଇ ଘରକୁ ପଳେଇ ଆସିଛି। ଦେଖନ୍ତୁ ଆଜି କ'ଣ ଅଛି ଡିନରରେ, ଆପଣମାନଙ୍କୁ ମୁଁ ବ୍ୟାକ୍ କରିକି ଦେଖାଉଛି। କିନ୍ତୁ ତା ପୂର୍ବରୁ ଆପଣମାନେ ଭାବିବେ ଯଦି କିଛି କ୍ୟାଚ୍ କରିଦେଇଛି, ମାନେ ଗୋଳେଇ ଗାଳେଇ ଦେଇଛି, ସେଥିପାଇଁ ଆପଣଙ୍କୁ ଏମିତି ହିଁ ଦେଖାଉଛି। ତାପରେ ମୁଁ ବ୍ୟାକ୍ କରିକି ଆପଣଙ୍କୁ ଦେଖାଉଛି, ଆପଣ ଭଲସେ ଦେଖି ନିଅନ୍ତୁ। ଯେ ଟିଫିନ୍, ତାପରେ ନକିରେ ପ୍ଲେଟ୍ ରଖା ହେଇଛି, ତାପରେ ଏଇଟା ଏଠି ରୁଟି ହେଲା। ଠିକ୍ ଅଛି, ମୁଁ ଆପଣମାନଙ୍କୁ ବ୍ୟାକ୍ କରିକି ଦେଖାଉଛି ଯେ କ'ଣ କ'ଣ ଅଛି। ଏବେ ଆପଣମାନେ ଦେଖିପାରନ୍ତି ଏଥିରେ ମୁଁ ରୁଟି ବନେଇ ନେଇଛି। ଏଇଟା କ'ଣ? ଏଇଟା ଫୁଲକୋବି ଚିଲି, ଏଇଟା ଖଟା, ବିଲାତି, କାଜୁ, ଆଉ ଯେଉଁ ଖଜୁରୀ କୋଳି, ଧଣିଆ ପତ୍ର, ଆଉ ଯେଉଁ କିସମିସ୍ ସବୁ ପକେଇକି। ଏଇଟା ତ ଆପଣମାନେ ଜାଣିପାରୁଥିବେ। ଆଉ ଏଇଟା ପନିର ଆଉ ମଟର ତରକାରୀ। ଏଇଟା ପାଏସ୍। ଗୁନୁ ସୁନୁ ଖାଇସାରିଲେଣି ଯେହେତୁ ସେଥିପାଇଁ ଅବସ୍ଥାଟା ଏମିତି ହିଁ ହେଇଯାଇଛି। ଏଇଥିରେ ମାଛ ଘାଣ୍ଟ। ଏତେ ସବୁ ହେଇସାରିଲାଣି ରାତିରେ, ସେଇଥିପାଇଁ ଏଥିରେ ମାଛ ଭଜା। ଏ ସବୁକୁ ଆଜି ଗେମ୍ପିବାର ଅଛି, ମାନେ ଖାଇବାର ଅଛି। କିନ୍ତୁ ଛୁଆ ତ ଖାଇସାରିଛନ୍ତି, ଆସିନାହାନ୍ତି ଆଉ କେହି ଖାଇଦେବେ। ଟାଇମ୍ ହେଇନାହିଁ, ଜମା 8:30 ବାଜିଛି। ଦ୍ୱିପହରେ ଶୋଇନାହାନ୍ତି, ମୁଁ ଶୋଇ କାମରେ ଲାଗିଛି ନା। ସିଏ ତାଙ୍କର 2 ଜଣ କେମ୍ପା ମାନେ ପଢ଼ି ସାରିଛନ୍ତି। ପଢ଼ିକି ଆସିକି ମାମା ଆମେ ଖାଇମୁ, ଆମକୁ ଖାଇତେ ଦେଇଦେ। ଖାଇଦେଇ ଶୋଇଲେଣି। ଶୋଇପଡ଼ୁନ, ଚାହିଁକି ଶୋଇଛନ୍ତି, ମାନେ ବିଛଣାରେ ଶୋଇଛନ୍ତି। ଦେଖୁନାହାନ୍ତି, କୁଟୁର ମୁଟୁର ହେଉଛନ୍ତି 2 ଜଣ। ସକାଳ ଏଠି ସ୍କୁଲ ଯିବେ, ଆଉ ଖାଇଲା ବେଳେ ଭିଡ଼ିଓ କରିବେ, ଆପଣମାନଙ୍କୁ ନିଶ୍ଚିତ ଦେଖେଇବି। ଏତିକି ଆସିନାହାନ୍ତି, ମୁଁ ତ ଚୁଟି ବସିକି ଇନଷ୍ଟାଗ୍ରାମରେ ରିଲ୍ସ ଗୁଡ଼ା ଟିକେ ଦେଖିନି। ଆଉ ସାଙ୍ଗମାନେ ଏବେ ବାଢ଼ିକି ନେଇ ଆସିଛୁ ଆମର ଖାଇବା ପାଇଁ। ଦେଖାଉଛି ଆପଣମାନେ, ପଣ୍ଡା ମୁଗ ଥାଳି, ଆଉ ଏଇଟା ମୋ ଥାଳି। ରୁଟି ଦେଖେଇଥିଲି ତ ଆପଣମାନଙ୍କୁ, ଫୁଲକୋବି ଚିଲି, ମାଛ ଭଜା, ଆଉ ଏଇଟା ହେଉଛି ମିକ୍ସଚର ଘାଣ୍ଟ, ଏଇଟା ପନିର ତରକାରୀ, ଏଇଟା ପାଏସ୍, ଆଉ ଏଇଟା ଖଟାଟା। ସେ ଖଟା ଖାଇବା ପାଇଁ ଭଲ ପାଆନ୍ତିନି, ସେଥିପାଇଁ ତାଙ୍କୁ ମୁଁ ଖଟା ଦେଇନାହିଁ।
ସରିଲାଣି ନା ଆହୁରି ଜବରଦସ୍ତି ଖାଉଛ ନା ଯଦି ନ ଖାଇପାରୁଛ ଛାଡ଼ିଦିଅ ଜବରଦସ୍ତି ଖାଆନ୍ତିନି ପେଟ ପୁରା ଭର୍ତ୍ତି ହେଇଗଲାଣି ସବୁ ଟିକେ ଟିକେ ଖାଇଲା ବେଳକୁ ଏତେ ଏତେ ଖାଇ ଦଉଛନ୍ତି ଆମେ 3 ଜଣ ଉଠିକି ଗଲୁଣି ତମେ ବସିକି ଖାଉଛ ହେସ୍ ଯେ ନ ଖାଇପାରୁଛ ଛାଡ଼ି ଦେଉନ ଜବରଦସ୍ତି ଖାଇ ଖାଉଛ ପନିର ତ ତାକୁ ଛାଡ଼ିବାର ନାହିଁ ପନିର ଫେଭରାଇଟ୍ ବୋଲି ତାକୁ ଛାଡ଼ିବନି ନା କ'ଣ ପେଟ ଫାଟି ଯାଉନ ଫାଟି ବାନ୍ତି ହେଇଗଲେ ସବୁ ଖାଇଲା ହେ ପ୍ରଭୁ ଉଠ ଉଠ ଶୀଘ୍ର ଉଠ ସାଙ୍ଗମାନେ ପେଟେ ପୁରା ଖାଇ ପିଇକି ପେଟ ପୁରା ମାନେ ଜାମ୍ ଆଉ ଖାଇବାଟା ତ ଆପଣମାନେ ଦେଖିଛନ୍ତି ପୁରା ଟେଷ୍ଟି ଥିଲା ଆଉ ପେଟେ ଖାଇ ଦେଇଛି ବାପ ଝିଅ ବି ଶୋଇପଡ଼ିଲେଣି ଆଉ ମୋ ବିଛଣା ତ ଏଇଠି ଆଉ ଆଜିର ବ୍ଲଗ୍ଟିକୁ ମୁଁ ଏଇଠି ରଖୁଛି ଆଉ ଗୋଟେ ବ୍ଲଗ୍ରେ ଆପଣମାନଙ୍କ ସହିତ ଦେଖା ହେବ ପ୍ଲିଜ୍ ଲାଇକ୍ ସେୟାର କମେଣ୍ଟ ଆଉ ସବସ୍କ୍ରାଇବ୍ କରିବା ପାଇଁ ଜମା ଭୁଲିବେନି ପ୍ଲିଜ୍ ଗୋଟେ ସବସ୍କ୍ରାଇବ୍ କରିଦେବେ ରହୁଛି ଜୟ ଜଗନ୍ନାଥ।